कटक मुंडुली ब्यारेज दे 8,57,915 क्यूसेक बन्या जल प्रवाहित होउछि। आसंताकाली मध्याह्न सुधा बन्या जल आसी मुंडुली रे पहुंचिबो। आग अपेक्षा धीरे धीरे महानदीर जलस्तर कमुथिबा बेले एहा पुणी वृद्धि पाइबो, जाहाकु नै तळिया अंचलवासींक मनरे भय रहिछि। महानदी और एहार शाखा नदी रे मध्यम धरणर बन्या आशंका करिथिला जल संपद विभाग। गुरुवार राति सुधा 9 लाख बन्या जल मुंडुली छुईबा नहीं अनुमान करा जायतिला। हेले गत राति रे सर्वाधिक 8,88,000 छुईथिला। आज पुणी हीराकुद गेट खोलिबा परे महानदीर जलस्तर धीरे धीरे वृद्धि पाइबो। घू घू गर्जन करी मुंडली रे माड़ी जाउची बन्या जल। जल संपद विभाग अनुमान करथिला जे 9 लाख क्यूसेक जल मुंडली प्रभावित करिवो, किंतु बर्तमान सुधा 9 लाख छुईनी मुंडली देई। तथापि जेहेतु आज पुणी 10टी गेट हीराकुद खोलछि, तेणु करी आसंता काली सुधा ता पुणी जल धीरे धीरे मुंडली देई प्रभावित हबो। आम सहित किछि अछंती स्थानीय लोक, आमे पचारिबा केमति कोन परिस्थिति रहिछि तले मुंडली रे पानी आसे, तळिया अंचलवासी होउन्तु कि अंचलवासी केमति कोन याकु सामना करथांती। आमକୁ ଭୟ କିଛି ଲାଗେ ନାହିଁ। ଯଦି ଭୟ ହବ ତଳିଆ ଅଞ୍ଚଳକୁ ଭୟ ହବ। ବର୍ତ୍ତମାନ 9 ଲକ୍ଷ ପାଣି ଆସି ପହଞ୍ଚିବା କଥା, ସେ ବର୍ତ୍ତମାନ 9 ଲକ୍ଷ ହେଇନି। अच्छा, ଯେତେବେଳେ ଜଳ ସମ୍ପଦ ବିଭାଗ କହିଥିଲା ଯେ 9 ଲକ୍ଷ ବନ୍ୟା ଜଳ ଆସିବ, ତେଣୁକରି ସେତେବେଳେ ଲୋକଙ୍କ ମନରେ କେମିତି କ'ଣ ଭୟ ରହିଥିଲା? ଭୟ ରହିଥିଲା କଟକ ଭାଇଙ୍ଗା। ଆଜ୍ଞା, ଏଇ ପାଖାପାଖି ଅଞ୍ଚଳରେ ସେମିତି କିଛି ପରିସ୍ଥିତି ଦେଖାଯାଏ କି 9 ଲକ୍ଷ ପାଣି ଆସିଲେ? ନାଇଁ ନାଇଁ, ଆମର ଏଠି ଆମର 14 ଲକ୍ଷ ପାଣି ହେଲେ ଆମକୁ ବି ଭୟ ନାହିଁ। ଆମର ଯୋଉ ଲୋକମାନଙ୍କ ମଧ୍ୟରେ ଯୋଉ ଗୋଟେ ଭୟ ରହୁଛି ଯେ ମୁଣ୍ଡଳରେ ଯେତେବେଳେ ପାଣି ଆସିଲେ ଆମ ତଳ ଅଞ୍ଚଳରେ ପାଣି ପଶିଯିବ, କି ତାଙ୍କ ମନରେ ଭୟ ରହୁଛି ସେପଟେ ନଈ ବଢି ହେଇଯିବ, ବନ୍ୟା ହେଇଯିବ, ସେଟା କେମିତି କ'ଣ ଆପଣ କହିବେ କି ଏଇ ଜିନିଷ ଗୁଡ଼ା ଗୁଜବ କି? ଏଇଟା ଗୁଜବ। ଏଇଟା ଏବେ ପୁଣି ହୀରାକୁଦର 10ଟି ଗେଟ୍ ପୁଣି ଖୋଲା ଯାଇଛି ଆଜ୍ଞା। ପୁଣି 10ଟି ଗେଟ୍ ପୁଣି ପାଣି ପହଞ୍ଚିବ ଯାହା ଅନୁମାନ କରାଯାଉଛି। ପୁଣି ପାଣି ବଢିବ ବୋଲି ଭାବୁଛନ୍ତି? ପାଣି ଆଉ ଯଦି ବଢିବ 2 ଫୁଟ 2.5 ଫୁଟ ପାଣି ହବ, ଆଉ ଅଧିକା ପାଣି ହବନି। 10ଟା ଗେଟ୍ କେତେ ପାଣି ହବ? ସର୍ବାଧିକ କେତେ ପାଣି ଆସିଲେ ଆପଣ କହୁଛନ୍ତି ଯେ ଆପଣ ତ ପୂର୍ବରୁ ଏଇଠିକା ଲୋକ, ଆପଣ ଜାଣିଛନ୍ତି ସର୍ବାଧିକ କେତେ ପାଣି ଆସିଲେ ମାନେ ବନ୍ୟା ପରିସ୍ଥିତି ଦେଖାଯାଇଥାଏ? ବନ୍ୟା 95-50 ହେଲେ ଆମର ବନ୍ୟା ହେଇଯିବ। 95 ଫୁଟ ଡିକ୍ଲାର ହେଇଯିବ ଫ୍ଲଡ୍ ହେଲା ବୋଲି। ସେପଟେ ଜିଲ୍ଲା ପ୍ରଶାସନ ଆଜ୍ଞା ପୁଣି ଲୋକଙ୍କୁ ସତର୍କ କରିଛି, କଟକଣା ଜାରି କରିଛି, ପାଣି ମଧ୍ୟକୁ ଯିବନି କିମ୍ବା ବ୍ରିଜ ଉପରେ କରିବନି, ଫଟୋ ଉଠେଇବନି। ସେ କଟକଣାକୁ ଆପଣ କେମିତି ଦେଖୁଛନ୍ତି? ଆମର କ'ଣ ଦେଖିବାର ଅଛି? ଆମେ ତ ସେରାକୁ ଅନୁଭବ କରିଦେଇଛୁ ନା। ଆମେ କାହିଁ ବ୍ରିଜ ଉପରୁ ଯିବୁ? ଆମର କିଛି ଆଜ୍ଞା ଅମାନିଆ ଲୋକ ଆସୁଛନ୍ତି, କଟକଣା ମଧ୍ୟ ମାନୁନାହାନ୍ତି, ମନମୁଖୀ ଠିଆ ହେଉଛନ୍ତି, ଗହଳି କରୁଛନ୍ତି। ଗତକାଲି ମଧ୍ୟ ଆଜ୍ଞା ସେମିତି ଦେଖାଯାଇଥିଲା, ଆଜି ମଧ୍ୟ ଆଜ୍ଞା ସେମିତି ଦେଖାଯାଉଛି। ବ୍ରିଜ ଉପରେ କିଛି ଲୋକ ମଧ୍ୟ ରୁଣ୍ଡ ହେଉଛନ୍ତି। ପୋଲିସ ଆସି ସାଇରନ୍ ଦଉଛି, ତାଙ୍କର ଡବଲ ଗାଡ଼ି ଯାଉଛି। ଗୋଟେ ଗାଡ଼ି ନରାଜରୁ ମୁଣ୍ଡଳି ଆସିବ, ମୁଣ୍ଡଳି ବ୍ରିଜ ଦେଇକିରି ସିଧା ନରାଜ ଯିବ, ସେ ଗାଡ଼ି ପୁଣି ଆସିବ ମୁଣ୍ଡଳି। ସାଇରନ୍ ପ୍ରଶାସନ ତାଙ୍କର ଯାହା କରିବା କଥା ତାଙ୍କର ସେ କରୁଛନ୍ତି, କେମିତି ଶାନ୍ତି ଶୃଙ୍ଖଳାରେ ବଡ଼ିଟା ପାସ୍ କରିବ ବୋଲିକି। ଆଉ ଯଦି ଆମେ ନ ମାନିବା, ଆମକୁ ଫାଇନ୍ ଲାଗୁଛି, ପୋଲିସ ଫାଇନ୍ କରୁଛି। ଆଜି ପୁଣି ମୁଣ୍ଡଳି ଯୋଉ ହୀରାକୁଦର 10ଟି ଗେଟ୍ ଖୋଲାଯାଇଛି, ତାହା ଆସନ୍ତା କାଲି ଯେତେବେଳେ ଆସିକି ମୁଣ୍ଡଳିରେ ପହଞ୍ଚିବ, ତାହା ସାମାନ୍ୟ ମାତ୍ରାରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଯାହା ଆଶା କରାଯାଉଛି। ମୁଣ୍ଡଳିରୁ ଗୌତମ ରାଉତ, କଳିଙ୍ଗ ଟିଭି।